आपण मानक ପାଇଁ ଯୋଉମାନେ ବି ବିଇଡି ଆଡମିସନ କରିବା ପାଇଁ ଚାହୁଁଛନ୍ତି 2025-26 ରେ ଆପଣ ମାନଙ୍କର ନାମ ଲେଖା ଆଗକୁ ଚାଲୁ ରହିବ। ତ କେବେଠୁ ସେଟା ଷ୍ଟାର୍ଟ ହଉଛି, କେବେ ଲାଷ୍ଟ ଡେଟ୍ ଅଛି, ସମସ୍ତ ଡିଟେଲ୍ସ ଆମେ ଭିଡିଓରେ ଜାଣିବା। ଭିଡିଓଟିକୁ ସମସ୍ତେ ଶେଷ ଯାଏଁ ଦେଖିବେ। ପସନ୍ଦ ଆସିଲେ ଲାଇକ୍ ସେୟାର ସବସ୍କ୍ରାଇବ କରି ଚ୍ୟାନେଲକୁ ରଖିନେବେ। ତ ଏଇଟା ହଉଛି ଆପଣଙ୍କର ଆଇ ଆଣ୍ଡ ପିଆର ଡିପାର୍ଟମେଣ୍ଟ ଓଡିଶା ତରଫରୁ ଆପଣ ମାନଙ୍କର କାଲି ସନ୍ଧ୍ୟା ବେଳେ ପବ୍ଲିଶ ହେଇଥିଲା, ଯୋଉଟା କି ଟ୍ୱିଟରରେ। ଏଠି ମେନସନ ଅଛି ଆଗାମୀ ଶିକ୍ଷା ବର୍ଷ 2025-26 ନିମନ୍ତେ 2 ବର୍ଷିଆ ବିଏଡି, ଏମଏଡି, ବିଏଚଏଡି ପାଠ୍ୟକ୍ରମ ନାମ ଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯୋଉଟା କି 2025-26 ପାଇଁ ନାମ ଲେଖା ହେବ। ସେଇଟା ଆପଣଙ୍କର ଆବେଦନକାରୀ ମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ 24 ତାରିଖ, ଯୋଉଟା କି 24 ମାର୍ଚ୍ଚ 2025 ଠାରୁ କମନ ଆପ୍ଲିକେସନ ଫର୍ମ, ଯୋଉଟା କି ସିଏଫ ଫର୍ମ କହୁଛନ୍ତି ଆପଣ, ସେଇଟା ପୂରଣ ପ୍ରକ୍ରିୟା ଆରମ୍ଭ କରାଯିବ। ତ ଆଜି ତ ହେଇଗଲା ଆପଣ ମାନଙ୍କର 21 ତାରିଖ, ଆଉ 2-3 ଦିନ ପରେ ଆପଣ ମାନଙ୍କର ଯୋଉଟା କି ଆରମ୍ଭ ହେଇଯିବ ଆପ୍ଲାଏ ପ୍ରୋସେସ। ତ କିପରି ଆବେଦନ କରିବେ ସେଇଟା ମଧ୍ୟ ମୁଁ ଆଗକୁ ଆପଣ ମାନଙ୍କୁ ଜଣେଇବି। ବିଗତ ବର୍ଷ ଭଳି ଆଗାମୀ ବର୍ଷ ଶିକ୍ଷା ବର୍ଷ 2025-26 ମଧ୍ୟ 2 ବର୍ଷିଆ ବିଏଡି, ଏମଏଡ, ବିଏଚଏଡ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଚୟନ ପ୍ରକ୍ରିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶ ପରୀକ୍ଷା ମାର୍କ ଆଧାରରେ ହିଁ କରାଯିବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ମାସରେ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହବ। ଏବେ ଫର୍ମ ଆପଣ ମାନେ 24 ତାରିଖରୁ ଆରମ୍ଭ କରିବେ ପକେଇବା ପାଇଁ, ଯୋଉଟା କି ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଲିବ। ଜୁନ ମାସରେ ଆପଣ ମାନଙ୍କର କଣ ହବ ନା ଏକ୍ସାମ ଆପଣ ମାନଙ୍କର ହବ। ତ ଏତିକି ଥିଲା ଇନଫର୍ମେସନ ଜଣେଇଲି। ଯେତେବେଳେ ଅନଲାଇନ ଆବେଦନ ଷ୍ଟାର୍ଟ ହେଇଯିବ, ମୁଁ ଆଉ ଗୋଟେ ଆପଣ ମାନଙ୍କର କିପରି ଅନଲାଇନ ଆବେଦନ କରିବି ତାହା ମଧ୍ୟ ଜଣେଇବି। ତ କୋଉମାନେ ଇଣ୍ଟରେଷ୍ଟେଡ ଅଛ ନିହାତି ଭାବେ କମେଣ୍ଟ ସେକ୍ସନରେ ଜଣେଇଦେବେ। ଥ୍ୟାଙ୍କ୍ସ ଫର ୱାଚିଂ।